ଟିକେ ଦେହଟା ଟିକେ ବିଗିଡ଼ି ଯାଇଛି ତ। ସେ ଦେହ ବିଗିଡ଼ିଲା ଭିତରେ ଜଣକୁ ଗୋଟେ ବାର୍ତ୍ତା, ଆପଣ କାହା ପାଇଁ 100ଟି ଭଲ କାମ କରନ୍ତୁ, କିନ୍ତୁ ଗୋଟିଏ ଭୁଲ କାମ ହେଲେ ଯଦି ଖରାପ ବି ହୁଏ ତେବେ ସେଇ ଖରାପ କାମକୁ ମନେ ରଖିବେ। ସେ 100ଟି କାମ ଚାଲିଗଲା ଭାଡ଼ ମେଜାଉ। ଦୁନିଆଟା ଏହିପରି ଚାଲେ ଆଜ୍ଞା, ଏହିପରି ଲୋକ ଅଛନ୍ତି। କିଛି ଦିନ ତଳେ ଜଣକୁ ଉପଚାର ଦେଇଥିଲି, ହେଲେ କ'ଣ ହେବ, ମୋର ସେଇ 2 ଦିନ କ'ଣ କାମ ପଡ଼ିଗଲା, ସେ ମୋତେ ସାଇଡ଼୍ କରିଦେଲା। ଆଗରୁ ମଧ୍ୟ ଅଣଦେଖା କରିଛି, ଏବେ ବି ସେ ବଦଳିନି। କାହିଁକିନା ଦୁନିଆଟା ତାକୁ ଉପରକୁ ଉଠେଇଛି। ତା'ର କ'ଣ ଅଛି ଆମେ ତ କି ଜାଣିନି। ହଁ, ଆମେ ଆଜ୍ଞା ଛୋଟିଆ ଲୋକଟିଏ, ତେଣୁ ସେଥିପାଇଁ ମୋ ଜୀବନର ଶୈଳୀ ହେଉଛି ସାହାଯ୍ୟ କରି ଚାଲିବି। ଆପଣମାନଙ୍କ ସପୋର୍ଟ ନିହାତି ଆବଶ୍ୟକ। ଏହା ସହ କାହା ପାଇଁ ଭଲ କାମ କରିବା କିମ୍ବା କାହା ପାଇଁ ଖରାପ କାମ କରିବା, ମୁଁ ଏ ବିଷୟରେ ଚିନ୍ତା କରେ ନାହିଁ। କାରଣ ଯଦି ଆପଣମାନେ ଜୀବନର ସଫଳ ହୁଅନ୍ତି, ଦୁନିଆଟା ଆପଣଙ୍କ ପଛରେ ଆସିବ। କିନ୍ତୁ ଯଦି ଆପଣ ସଫଳ ନୁହନ୍ତି, ତେବେ କୁକୁର ମଧ୍ୟ ପଚାରିବନି। ସେଥିପାଇଁ ନିଜ ଶକ୍ତି ଓ କ୍ଷମତା ପ୍ରୟୋଗ କରନ୍ତୁ, ନିଜ ଉପରେ କାମ କରନ୍ତୁ, ନିଜ ପାଇଁ ସମୟ ଦିଅନ୍ତୁ, ନିଜ ବିଷୟରେ ଚିନ୍ତା କରନ୍ତୁ। ଶୋଇବା ଉଠିବା ସମୟରେ କେବଳ ଆପଣଙ୍କର ଉପରେ ହିଁ ଧ୍ୟାନ ଦିଅନ୍ତୁ। ଏହାପରେ ଦୁନିଆ ପଛରେ ହିଁ ରହିଯିବ। ସଫଳ ହୁଅନ୍ତୁ ବନ୍ଧୁଗଣ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଜୟ ଜଗନ୍ନାଥର ଲେଖିଦେବେ ଆଉ। ଜୟ ଜଗନ୍ନାଥ।